ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ସୁଭଦ୍ରା ଯୋଜନାର ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନଙ୍କର ବହୁତ ସାରା କମେଣ୍ଟ ରହୁଛି ଯେ ଆମେ ସୁଭଦ୍ରା ଯୋଜନାରେ ପ୍ରଥମ ତିନୋଟି କିସ୍ତିର ଟଙ୍କା ପାଇଥିଲୁ ଏବଂ ଚତୁର୍ଥ କିସ୍ତି ଯେଉଁଟାକି ଗତ ମାର୍ଚ୍ଚ 8 ତାରିଖରେ ମହିଳାମାନଙ୍କୁ ପ୍ରଦାନ କରାଯାଇଥିଲା ସେଥିରେ ମ୍ୟାକ୍ସିମମ୍ ଲୋକଙ୍କର ଯାହାକି ପ୍ରଥମ ତିନୋଟି କିସ୍ତି ଟଙ୍କା ମିଳିସାରିଲା ପରେ ଚତୁର୍ଥ କିସ୍ତିର ଟଙ୍କାଟାକୁ ରିଜେକ୍ଟ କରିଦିଆଯାଇଛି ଏବଂ ରିଜେକ୍ଟ କଲା ପରେ ମଧ୍ୟ ଯେତେବେଳେ ଆପଣମାନେ ଷ୍ଟାଟସ୍ ଚେକ୍ କରୁଛନ୍ତି ବର୍ତ୍ତମାନ ଆପଣମାନଙ୍କ ଷ୍ଟାଟସ୍ରେ ରିଜେକ୍ଟର ରିଜିନ୍ କୌଣସି ବି ଶୋ କରୁନାହିଁ କିନ୍ତୁ ଆପଣମାନଙ୍କ ରିଜେକ୍ଟ ଯେଉଁଟାକି ହେଇଯାଇଛି। ଏହା ସହିତ ଯେଉଁ ଭଉଣୀମାନେ ପ୍ଲସ୍ ଥ୍ରୀ ପଢ଼ିଛନ୍ତି ବା ଆପଣମାନଙ୍କର ପାଠପଢ଼ା ସରିଲା ପରେ ପୂର୍ବରୁ ତାଙ୍କର ସ୍କଲାରସିପ୍ ମିଳୁଥିଲା କିନ୍ତୁ ଯେତେବେଳେ ସେ ପାଠପଢ଼ା ସରିଲା ପରେ ମଧ୍ୟ 21 ବର୍ଷ କମ୍ପ୍ଲିଟ୍ ହେଲା ପରେ ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ସେମାନଙ୍କୁ ବର୍ତ୍ତମାନ ସୁଭଦ୍ରା ଯୋଜନାରେ ସ୍କଲାରସିପ୍ ପାଉଛନ୍ତି ବୋଲି ଯାହାକି ଦର୍ଶାଇ ସୁଭଦ୍ରା ଯୋଜନାରୁ ରିଜେକ୍ଟ କରିଦିଆଯାଇଛି। ଗତ ନଭେମ୍ବର ମାସରେ ଯେଉଁ ଭଉଣୀମାନେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ବହୁତ ଜଣଙ୍କର ଯାହାକି ଏଇ ରିଜିନ୍ ପାଇଁ କାଟିଛି ଏବଂ ବହୁତ ସାରା ବର୍ତ୍ତମାନ ଯାହାକି ଟେଲିଗ୍ରାମ ଆପଣମାନଙ୍କର ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ମୋତେ ବହୁତ ସାରା ମେସେଜ ଆସୁଛି ଯେ ଆମର ଏଇସବୁ ପ୍ରୋବ୍ଲେମ୍ ଅଛି ୟାର ସର୍ଟ ଆଉଟ୍ କେମିତି କରିବା। ଦେଖନ୍ତୁ ଏଇ ଯେଉଁ ପ୍ରୋବ୍ଲେମ୍ ଆପଣମାନଙ୍କର ରହିଛି ଏହି ପ୍ରୋବ୍ଲେମ୍ କେବଳ ବର୍ତ୍ତମାନ ନୁହେଁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବା ଠାରୁ ଚତୁର୍ଥ କିସ୍ତି ପର୍ଯ୍ୟନ୍ତ ପ୍ରତି କିସ୍ତିରେ କିଛି ହିତାଧିକାରୀଙ୍କୁ କଟାଯାଏ ଏବଂ ଇନଭ୍ୟାଲିଡ ରିଜନ୍ ଗୋଟେ ରିଜନରେ ଆପଣମାନଙ୍କୁ କାଟିବା ଠିକ କଥା ଏମିତି ହେଇଛି ବହୁତ ଜଣ ହିତାଧିକାରୀଙ୍କୁ ଯୋଉଟାକି ଇନଭ୍ୟାଲିଡ ରିଜନ୍ ଅନୁସାରେ ସୁଭଦ୍ରା ଯୋଜନାରୁ ବାଦ ଦିଆଯାଇଛି। ତ ଯଦି ଆପଣମାନେ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଛନ୍ତି ଏବଂ ଆପଣମାନେ ଚାହୁଁଛନ୍ତି ଯେ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ତାହେଲେ ଆପଣମାନଙ୍କୁ କ'ଣ କରିଲେ ଆପଣମାନଙ୍କୁ ସାମିଲ ହେଇପାରିବ ସେ ବିଷୟରେ ମୁଁ କିଛି ଡିଟେଲ୍ସ ଆପଣମାନଙ୍କୁ ସେୟାର କରିବି। ବହୁତ ଜଣଙ୍କର କମେଣ୍ଟ ମଧ୍ୟ ଥିଲା ଯେ ଆମେ ଆପ୍ଲିକେସନ ଯେଉଁ ଗ୍ରିଭେନ୍ସ ଦେବୁ ସେଥିରେ କେମିତି ଆପ୍ଲିକେସନ ଲେଖିବୁ କ'ଣ କ'ଣ ଲେଖିବା ପାଇଁ ପଡ଼ିବ ସେହି ବିଷୟରେ ଆଜିର ଭିଡ଼ିଓଟି ତେଣୁ ନିହାତି ଭିଡ଼ିଓଟି ଆପଣମାନଙ୍କ ପାଇଁ ଇନଫର୍ମେଟିଭ ରହିବ। ତେଣୁ ମୁଁ ବେଶୀ କିଛି ଆପଣମାନଙ୍କୁ କହିବିନି କାରଣ ପୂର୍ବରୁ ଆମେ ଯେଉଁ ପ୍ରୋସେସରେ ଯେଉଁ ରିଜେକ୍ଟ ଭଉଣୀମାନେ ବା ମା ମାନଙ୍କର ରିଜେକ୍ଟ ହେଇଥିଲା ତାଙ୍କର ଯୋଗୁ ସର୍ଟ ଆଉଟ୍ କରିଥିଲେ ସେହି ପ୍ରୋସେସରେ ମୁଁ ଆପଣମାନଙ୍କ ପାଇଁ ଆପ୍ଲିକେସନ ଲେଖିବାର ଦୁଇଟା ଫର୍ମାଟ ନେଇ ଆସିଛି। ତ ଆମେ ସେଇ ଫର୍ମାଟ ବିଷୟରେ ଆଲୋଚନା କରିବା ଏବଂ କେଉଁଠାରେ ଆପଣମାନେ ଫର୍ମ ସବମିଟ୍ କରିବେ ସେ ବିଷୟରେ ମଧ୍ୟ ଡିଟେଲ୍ସ କହିବି। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଚ୍ୟାନେଲକୁ ଯଦି ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବେ କାରଣ ବହୁତ ସବୁ ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନେ ଆଗକୁ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଦେଖନ୍ତୁ ସୁଭଦ୍ରା ଯୋଜନାରେ ଯେଉଁ ହିତାଧିକାରୀମାନଙ୍କର ଗତ ମାର୍ଚ୍ଚ 8 ତାରିଖରେ ଟଙ୍କା ଆସିନାହିଁ ସେମାନେ ଥରେ ଥରେ ନିଜର ଷ୍ଟାଟସ୍ ଚେକ୍ କରିଥିବେ ନିହାତି ଷ୍ଟାଟସ୍ ଚେକ୍ କରିବା ସମୟରେ ଆପଣମାନଙ୍କ ସାମ୍ନାରେ ବହୁତ ସାରା ଅପସନ୍ ଆସିଥିବ ଯେଉଁମାନଙ୍କର ପ୍ରଥମ ତିନୋଟି କିସ୍ତି ମିଳିଛି ଥାର୍ଡ କିସ୍ତିରେ ଆପଣମାନଙ୍କର ପେମେଣ୍ଟ ଆସିନାହିଁ ଦେଖନ୍ତୁ ସେମାନଙ୍କର ଏମିତି ଗୋଟେ ଯାହାକି ଷ୍ଟାଟସ୍ ଦେଖାଉଥିବ। ତ ଏଠି ଆପଣମାନେ ଦେଖନ୍ତୁ ଏମିତି ଆପଣମାନଙ୍କ ମଧ୍ୟରୁ ବହୁତ ଜଣଙ୍କର ଯାହାକି ହେଇଥିବ ଫାର୍ଷ୍ଟ ତିନୋଟି କିସ୍ତି ଏପ୍ରୁଭ୍ ଅଛି ଏବଂ ପେମେଣ୍ଟ ଆସିଛି କିନ୍ତୁ ଯୋଉଟାକି ଆପଣମାନଙ୍କର ଫୋର୍ଥ କିସ୍ତି ଯୋଉଟାକି ଆସିଥିଲା ସେଥିରେ ରିଜେକ୍ଟ କରୁଛି। ତ ରିଜେକ୍ଟ ହେଲା କିଛି ଅସୁବିଧା ନାହିଁ କିନ୍ତୁ ରିଜେକ୍ଟର ଯେଉଁ କାରଣଟି ଖାରଜ କ'ଣ ପାଇଁ କରାଯାଇଛି ତାହାର ରିଜିନ୍ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟୀକରଣ କରାଗଲା ନାହିଁ। ଏଇଟା ଗଲା ଗୋଟିଏ ଆପଣମାନଙ୍କୁ ଆହୁରି ମଧ୍ୟ ମୁଁ ଦୁଇଟା ଦେଖାଉଛି ଆଉ ଗୋଟେ ଏଠି ଦେଖିପାରୁଥିବେ ଫାର୍ଷ୍ଟ ତିନିଟା ପେମେଣ୍ଟ ଆପଣମାନଙ୍କର ଆସିଛି କିନ୍ତୁ ଆପଣମାନଙ୍କର ଫୋର୍ଥ ପେମେଣ୍ଟଟି ଅଣ୍ଡର ପ୍ରୋସେସ୍ ଅଛି ଟଙ୍କା ମିଳି ସାରିଲା ପରେ ମଧ୍ୟ ଅଣ୍ଡର ପ୍ରୋସେସ୍ ଏମିତି ମଧ୍ୟ ଆପଣମାନଙ୍କର ଶୋ କରୁଥିବ। ଆଉ କିଛି ହିତାଧିକାରୀଙ୍କର ଏଠି ଯୋଉଟାକି ଆପଣମାନେ ଯେଉଁମାନେ ନୂଆ କରି ଯେଉଁ ଭଉଣୀମାନେ ଆବେଦନ କରିଛନ୍ତି ଯେଉଁମାନେ 21 ବର୍ଷ କ୍ରସ୍ କଲା ପରେ ନଭେମ୍ବର ମାସରେ ଆପ୍ଲାଏ କରିଥିଲେ ସେମାନଙ୍କ ମଧ୍ୟରୁ ଦେଖନ୍ତୁ ବହୁତ ଜଣଙ୍କ ଷ୍ଟାଟସ୍ ଏମିତି ଶୋ କରୁଛି ଯୋଉଠି ଦେଖନ୍ତୁ ତାଙ୍କର ଫାର୍ଷ୍ଟ ପେମେଣ୍ଟଟି ଅଣ୍ଡର ପ୍ରୋସେସ୍ ଅଛି ଏବଂ ଯେଉଁ ଲାଷ୍ଟ ପେମେଣ୍ଟଟା ରିଜେକ୍ଟ କରିଦିଆଯାଇଛି ତାର ରିଜିନ୍ ଦେଖନ୍ତୁ ଏଇ ରିଜିନ୍ ପାଇଁ ମ୍ୟାକ୍ସିମମ୍ ଯୋଉଟାକି 21 ବର୍ଷରୁ ଯେଉଁମାନେ ଅଧିକ ଅଛନ୍ତି ସେମାନଙ୍କୁ ରିଜେକ୍ଟ କରାଯାଇଛି ଯେ ତାଙ୍କର ସ୍କଲାରସିପ୍ ମିଳୁଛି 1500 ଟଙ୍କା ମାସକୁ ବା ବର୍ଷକୁ 18,000 ଟଙ୍କା ସ୍କଲାରସିପ୍ ମିଳୁଛି। ତ ଦେଖନ୍ତୁ ଏଇ ଯେଉଁ ରିଜିନ୍ଟି ରହିଛି ଏଇଟା ପୁରା ଇନଭ୍ୟାଲିଡ ରିଜିନ୍ କାରଣ ଆପଣମାନେ ବି ଦେଖୁଥିବେ ବା ଯେଉଁ ଭଉଣୀମାନଙ୍କର କାଟିଛି ସେମାନଙ୍କର ବହୁତ ସାରା ମେସେଜ ଆସୁଛି ଯେ ଆମେ ଯେମିତି ଆପ୍ଲାଏ କରିଛୁ ଆମ ସାଙ୍ଗମାନେ ସେମାନେ ମଧ୍ୟ ଆପ୍ଲାଏ କରିଛନ୍ତି ସେମାନଙ୍କୁ କିନ୍ତୁ ଟଙ୍କା ମିଳିଛି କିନ୍ତୁ ଆମକୁ ମିଳିନାହିଁ। ତ ଏ ଯେଉଁ ଭେରିଫିକେସନ ପ୍ରୋସେସଟି ସୁଭଦ୍ରା ଯୋଜନାରେ ଏଇଟାରେ କୌଣସି ଯାକି ମାନେ ଆମର ସଠିକତା ନାହିଁ କୋଉ ହିସାବରେ ଭେରିଫିକେସନ କରାଯାଉଛି କେମିତି ଆପଣମାନଙ୍କ ସିଲେକ୍ସନ କରାଯାଉଛି ମତେ ଲାଗୁଛି ଏଇଟା ପୁରା ଲଟେରୀ ବେସିସରେ ଯାହାର ନାଁ ଉଠିଲା ସେମିତି ହିଁ ସେମାନଙ୍କୁ ପେମେଣ୍ଟ କରିଦେଉଛନ୍ତି। ତେଣୁ ଏ ବିଷୟରେ ସ୍ୱର ଉଠେଇବା ନିହାତି ଆବଶ୍ୟକ। ବିଭିନ୍ନ ସମୟରେ ସୁଭଦ୍ରା ଯୋଜନାରେ ବହୁତ ସାରା ପ୍ରୋବ୍ଲେମ ହେଇଛି ତାର ସର୍ଟ ଆଉଟ୍ ମଧ୍ୟ ଆମେ କରିଛୁ ଅପ୍ଟ ଆଉଟ୍ କଥା ଯଦି ଆପଣମାନେ ଜାଣିଥିବେ ଅପ୍ଟ ଆଉଟ୍ ସମୟରେ ବହୁତ ଗୁଟେ ଅପସନ୍ ଆସିଥିଲା ଯେ ସୁଭଦ୍ରା ଯୋଜନାରୁ ବାହାର ହେବା ପାଇଁ ବହୁତ ଜଣ କ'ଣ କରିଥିଲେ ଭୁଲ ବଶତଃ ସେଟା ସବମିଟ୍ କରିଦେଇଥିଲେ ଯୋଉଟାକି ସରକାର କହୁଥିଲେ ଯେ ଆମର ଓଡ଼ିଶାର ସ୍ୱଭାବ ମାନେ ଯେଉଁ ମା ମାନେ ନିଜ ସ୍ୱଇଚ୍ଛାରେ ସୁଭଦ୍ରା ଯୋଜନାରୁ ବାଦ ଥିଲେ କିନ୍ତୁ ସେମିତି କିଛି ନାହିଁ ଯେଉଁ ପ୍ରୋସେସଟି ଆପଣମାନଙ୍କର ରହୁଛି ସେ ପ୍ରୋସେସଟା ପୁରା ଆପଣମାନଙ୍କର ସଠିକତାର ସହିତ ଚାଲୁନାହିଁ। ତ ସବୁ ବିଷୟରେ ଆମେ ଜାଣିଲେ ଏବେ ଜାଣିବା ଏଇ ସବୁ ପ୍ରୋବ୍ଲେମର ସର୍ଟ ଆଉଟ୍ କ'ଣ ଅଛି। ଦେଖନ୍ତୁ ଯଦି ଆପଣମାନଙ୍କର ଏଇ ସବୁ ପ୍ରୋବ୍ଲେମ ଅଛି
ଆପଣମାନେ ଏହା ପାଇଁ ଗ୍ରିଭେନ୍ସ ହିଁ ଗୋଟେ ମାତ୍ର ଅପସନ୍, ଆଉ ନହେଲେ କିଛି ହିଁ ଆପଣମାନେ କରିପାରିବେ ନାହିଁ। ତ ସବୁଠୁ ପ୍ରଶ୍ନ ଉଠୁଛି ଯେ ଗ୍ରିଭେନ୍ସ ଦେଲା ପରେ ମଧ୍ୟ ହଉନାହିଁ। ଦେଖନ୍ତୁ ଗ୍ରିଭେନ୍ସ ଦେଲା ପରେ ହବ କି ନାହିଁ ସେଟା ପରବର୍ତ୍ତୀ କଥା। କିନ୍ତୁ ଆମେ ଯୋଉଟାକି ଆମର ଯୋଉଟା ପାଇବାର ହକ୍ ଅଛି, ତେଣୁ ସରକାର ଏଇଟା ତାଙ୍କ ନିଜ ଟଙ୍କା ଯାହାକି ନିଜ ହାତରୁ ଆଣି ଦଉନାହାନ୍ତି। ତେଣୁ ଆମକୁ ମେନସନ୍ କରାଯାଇଛି ଆମେ ଏଲିଜିବୁଲ୍ ଅଛି, କିନ୍ତୁ ଆମକୁ ଟଙ୍କା ମିଳୁନାହିଁ। ତେଣୁ ତା ପାଇଁ ଆମେ ଗ୍ରିଭେନ୍ସ ଦେବା। ଗ୍ରିଭେନ୍ସ ଦୁଇଟି ପ୍ରୋସେସରେ ହୁଏ। ଗୋଟେ ଆପଣମାନେ ଅନଲାଇନ୍ ଗ୍ରିଭେନ୍ସ ଦେଇପାରିବେ, ଆଉ ଗୋଟେ ରହିଛି ଅଫଲାଇନ୍ ଗ୍ରିଭେନ୍ସ। ତ ଅନଲାଇନ୍ ଗ୍ରିଭେନ୍ସ ଦେବା ପାଇଁ ହେଲେ ଆପଣମାନେ ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲକୁ ଯାଇ ଯେଉଁ ଅଭିଯୋଗ ଅପସନ୍ ଅଛି, ତ ସେଇ ଅଭିଯୋଗ ଅପସନ୍ରେ ଆପଣମାନେ କ୍ଲିକ୍ କରିବେ। ଅଭିଯୋଗ ଅପସନ୍ରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଆପଣମାନଙ୍କର ଆଧାର ନମ୍ବର ଦେବେ। ଆଧାର ନମ୍ବର ଦେଇ କ୍ୟାପଚା କୋଡ୍ ଯୋଉଟାକି ଏଣ୍ଟର କରିବେ। କ୍ୟାପଚା କୋଡ୍ ଏଣ୍ଟର କରିସାରିଲା ପରେ ଓଟିପି ଦେଇ ଏଠି ଲଗ୍ଇନ୍ କରିନେବେ। ତାପରେ ଦେଖନ୍ତୁ ଆପଣମାନଙ୍କର ଆଧାର ରେଜିଷ୍ଟର ମୋବାଇଲ ନମ୍ବରକୁ ଯୋଉଟାକି ଓଟିପି ଆସିବ, ତ ସେଇ ଓଟିପି ଏଠି ଆପଣମାନଙ୍କୁ ସବମିଟ୍ କରିବା ପାଇଁ ପଡ଼ିବ। ତେଣୁ ଓଟିପି ଆସି ସାରିଲା ପରେ ଏଠି ଓଟିପି ଦେବେ। ଓଟିପି ଦେଇ ସାରିଲା ପରେ ଦେଖନ୍ତୁ ଯାଞ୍ଚ କରନ୍ତୁ ଯେଉଁ ଅପସନ୍ ଅଛି, ସେଇ ଅପସନ୍ରେ ଆପଣମାନେ କ୍ଲିକ୍ କରିଦେବେ। ତ ଦେଇ ସାରିଲା ପରେ ଆପଣମାନଙ୍କର ଦେଖନ୍ତୁ ଅଭିଯୋଗ ପୋର୍ଟାଲଟି ଓପନ୍ ହେଇଯିବ। ଅଭିଯୋଗ ପୋର୍ଟାଲ ଓପନ୍ ହେଲା ପରେ ଦେଖନ୍ତୁ ଏଠି ଗୋଟେ ରହିଛି ଅଭିଯୋଗ ଦାଖଲ କରିବା। ତ ଅଭିଯୋଗ ଦାଖଲ କରିବା ଅପସନ୍ରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ତଳକୁ ଅପସନ୍ ତିନିଟା ଆସିବ। ଗୋଟିଏ ରହିଛି ନିଜ ସପକ୍ଷରେ, ଗୋଟେ ହେଲା ଅନ୍ୟ ଆବେଦନକାରୀଙ୍କ ସପକ୍ଷରେ, ଆଉ ଗୋଟେ ରହିଛି ଅନ୍ୟ ଆବେଦନକାରୀଙ୍କ ବିରୁଦ୍ଧରେ। ତ ଯେହେତୁ ଆମ ନିଜ ବିଷୟରେ କରିବାର ଅଛି, ଅନ୍ୟ କାହା ବିଷୟରେ ଆମକୁ କିଛି ଜାଣିବା ଆବଶ୍ୟକ ନାହିଁ। ତେଣୁ ନିଜ ସପକ୍ଷରେ ଅପସନ୍ରେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଏଠି ଆପଣମାନଙ୍କର ଆବେଦନ ସଂଖ୍ୟା ବା ସୁଭଦ୍ରା ଯୋଜନାର ଯୋଉଟାକି ଆପ୍ଲିକେସନ ନମ୍ବର, ଆବେଦନକାରୀଙ୍କ ନାମ ସବୁ ଆସିଯିବ। ତାପରେ ଦେଖନ୍ତୁ ଅଭିଯୋଗର ପ୍ରକାର। ଅଭିଯୋଗର ପ୍ରକାର କ'ଣ ରହିଛି, ଏଠି ଆପଣମାନଙ୍କର ବହୁତ ସାରା ରହିଛି। ଗୋଟିଏ ଦେଖନ୍ତୁ ରହିଛି ଆବେଦନ ସ୍ଥିତି ଅପଡେଟ୍ ହେଇନାହିଁ, ଆବେଦନର ବିବରଣୀ ଭୁଲ ଅଟେ, ଭୁଲ ଭାବରେ ଅଯୋଗ୍ୟ ବା ପ୍ରତ୍ୟାଖ୍ୟାନ ଭାବରେ ଚିହ୍ନଟ କରାଯାଇଛି ଏବଂ ଏପର୍ଯ୍ୟନ୍ତ ସୁବିଧା ପାଇନାହିଁ। ତ ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ ଅଛି, ଗୋଟେ ବି ପାଇନାହାନ୍ତି, ସେମାନେ ଏହି ଅପସନ୍ରେ କ୍ଲିକ୍ କରିବେ ଏବଂ ଯେଉଁମାନଙ୍କୁ ରିଜେକ୍ଟ କରାଯାଇଛି ସେମାନେ ଭୁଲ ଭାବରେ ଅଯୋଗ୍ୟ ବା ପ୍ରତ୍ୟାଖ୍ୟାନ ଚିହ୍ନଟ କରାଯାଇଛି ସେ ଅପସନ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣମାନଙ୍କୁ କ'ଣ ରହିଛି ନା ନିଜର କିଛି ଲେଖିବା ପାଇଁ ପଡ଼ିବ। ଏଠି ଆପଣମାନେ ଯାହା ବି ଇଚ୍ଛା ଲେଖିପାରିବେ। ତାପରେ ଦେଖନ୍ତୁ ଏଠି ଗୋଟେ ଆପଣମାନଙ୍କୁ ପିଡିଏଫ୍ ଫାଇଲ୍ରେ ଗୋଟେ ସବମିଟ୍ କରିବା ପାଇଁ କୁହାଯାଉଛି। ତ ଏଠି ଆପଣମାନେ କ'ଣ ସବମିଟ୍ କରିବେ? ଦେଖନ୍ତୁ ଏଠି ସବମିଟ୍ କରିବା ପାଇଁ ହେଲେ ଆପଣମାନଙ୍କୁ ମୁଁ ଗୋଟେ ଆପ୍ଲିକେସନ୍ ଦେଇଦେଉଛି। ତ ସେଇ ଆପ୍ଲିକେସନ୍ ଫର୍ମାଟ୍ ଏଠି ଆପଣମାନଙ୍କୁ ସବମିଟ୍ କରିବା ପାଇଁ ପଡ଼ିବ। ତ ଆପଣମାନେ ଆପଣମାନଙ୍କ ସ୍କ୍ରିନ୍‌ରେ ଦେଖିପାରୁଥିବେ, ଆପଣମାନଙ୍କ ପାଇଁ ମୁଁ ଯୋଉଟା ଗୋଟେ ଆପ୍ଲିକେସନ୍ ଲେଖିଛି, ଯୋଉଟାକି ଦୁଇ ପ୍ରକାର ରହିଛି। ଯୋଉମାନଙ୍କର ଫୋର୍ଥ ପେମେଣ୍ଟ ଆସିନାହିଁ ସେମାନଙ୍କ ପାଇଁ ଏବଂ ଯୋଉମାନଙ୍କର ସ୍କଲାରସିପ୍ ପାଇଁ ରିଜେକ୍ଟ ହେଇଛି ସେମାନଙ୍କ ପାଇଁ। ତ ଏଥିରେ ଦେଖନ୍ତୁ କିଛି ନାହିଁ, ସ୍ପେଶାଲି ଆପଣମାନେ ଏଇଟାକୁ ଦେଖିପାରିବେ। ଦେଖି ସାରିଲା ପରେ ଏଠି ଡିଟେଲ୍ସ ଆପଣମାନେ ଫିଲ୍ଅପ୍ କରିବେ। ମାନନୀୟ ଶ୍ରୀମତୀ ଉପମୁଖ୍ୟମନ୍ତ୍ରୀ ମହିଳା ଏବଂ ସଶକ୍ତିକରଣ ମହିଳା ଏବଂ ଶିଶୁ ଉନ୍ନୟନ ବିଭାଗ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ସମ୍ବନ୍ଧରେ ମହାଶୟ ଦେଖନ୍ତୁ ନିବେଦନ କାରଣ ଏହିକି ଯେ ଏଠି ଆପଣମାନଙ୍କର ନାମ ଲେଖିବେ, ଗ୍ରାମ, ଗ୍ରାମ ପଞ୍ଚାୟତ, ବ୍ଲକ, ଜିଲ୍ଲା ଲେଖିବେ। ତାପରେ ଦେଖନ୍ତୁ ଗତ କେତେ ତାରିଖରେ ଆପଣମାନଙ୍କର ସୁଭଦ୍ରା ଯୋଜନାରେ ଆବେଦନ ହେଇଥିଲା ତାହା ଲେଖିବେ। ମୁଁ ସୁଭଦ୍ରା ଯୋଜନାର 3ଟି କିସ୍ତିର ଟଙ୍କା ପାଇଥିଲି, କିନ୍ତୁ ଅତି ଦୁଃଖର ବିଷୟ ଏହିକି ଯେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିର ଟଙ୍କା ମୋ ଆକାଉଣ୍ଟକୁ ଆସିନାହିଁ। ଏବେ ଷ୍ଟାଟସ୍ ଚେକ୍ କଲା ପରେ ରିଜେକ୍ଟ ଦେଖାଉଛି, କିନ୍ତୁ ତାର କାରଣ କିଛି ମଧ୍ୟ ଜଣାପଡ଼ୁନାହିଁ। ତେଣୁ ଏନୁ ବିନୀତ ଅନୁରୋଧ କରେ କି ଆପଣ ଦୟା ପରବଶ ହୋଇ ଯାହା ବି ଫର୍ମାଟ୍ ମୁଁ ଆପଣମାନଙ୍କୁ ଦେଇଛି ଏଇଟା ଆପଣମାନେ ନେବେ ଏବଂ ଏଇ ଫର୍ମାଟ୍‌ରେ ସବୁ ଗୋଟେ ପ୍ଲେନ୍ ପେପରରେ ଲେଖିବେ। ଲେଖି ସାରିଲା ପରେ ଏଇଟାକୁ ପିଡିଏଫ୍ କରି ଆପଣମାନେ ଯୋଉଟାକି ପୋର୍ଟାଲରେ ଅପଲୋଡ୍ କରିପାରିବେ। ଏଇଟା ଗୋଟେ ଗଲା। ସେକେଣ୍ଡ ମଧ୍ୟ ଆଉ ଗୋଟେ ଦେଖଉଛି ସ୍କଲାରସିପ୍ ପାଇଁ ଯେଉଁ ମାନେ ଭଉଣୀମାନଙ୍କର ରିଜେକ୍ଟ ହେଇଛି ସେମାନେ ମଧ୍ୟ ଏଇଭଳି ଭାବରେ ତାଙ୍କ ପାଇଁ ଗୋଟେ ସ୍ପେଶାଲ ମଧ୍ୟ କରିଦେଇଛି। ତ ଏଇ ସବୁ ପିଡିଏଫ୍ ମୁଁ ଆପଣମାନଙ୍କୁ ଟେଲିଗ୍ରାମ ଚ୍ୟାନେଲରେ ଦେଇଦେବି। ଡେସ୍କ୍ରିପସନ୍‌ରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଅଛି, ସେଠି ଆପଣମାନେ ଜଏନ୍ ହୁଅନ୍ତୁ। ମୁଁ ଆପଣମାନଙ୍କୁ ଯାଇକି ଏଇ ପିଡିଏଫ୍ ସେୟାର କରିଦେବି। ଏବଂ ମନେ ରଖନ୍ତୁ ଅନଲାଇନ୍ ଗ୍ରିଭେନ୍ସ ସହିତ ଆପଣମାନେ ନିଜ ବ୍ଲକକୁ ଭିଜିଟ୍ କରି ଅଫଲାଇନ୍‌ରେ ମଧ୍ୟ ଏହି ଫର୍ମାଟ୍‌ରେ ଗ୍ରିଭେନ୍ସ ଦିଅନ୍ତୁ। ଯୋଉଟାକି ସୁଭଦ୍ରା ହେଲ୍ପ ଡେସ୍କ ରହିଛି ସେଠି ମଧ୍ୟ ଆପଣମାନେ ଯାଇକି ଗ୍ରିଭେନ୍ସ ଦିଅନ୍ତୁ। ହୁଏତ ପରବର୍ତ୍ତୀ ସମୟରେ ମ୍ୟାକ୍ସିମମ୍ ନମ୍ବର ଯଦି ଗ୍ରିଭେନ୍ସ ଆସିଲା ତାହେଲେ ନିହାତି ସରକାର ୟା ଉପରେ ଚିନ୍ତା କରିବେ ଏବଂ ଫିଲ୍ଡ ଭେରିଫିକେସନ୍ କରି ଆପଣମାନଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରିପାରନ୍ତି। ତେଣୁ ଏହା ଥିଲା ସୁଭଦ୍ରା ଯୋଜନାର ରିଜେକ୍ଟ ଯେଉଁମାନଙ୍କର ଅଛି ତାଙ୍କ ପାଇଁ ଡିଟେଲ୍ସ ଅପଡେଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ କୋଉ କୋଉ ଡିଷ୍ଟ୍ରିକ୍ଟରୁ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।